जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम राष्ट्र सेशन को आगू बढ़ेगा। राष्ट्र सेशन क्रम आम पढ़ुले मानसागरी पद्धति रे आम विभिन्न नैसर्गिक कारक तत्व को आखि आगे रखी विभिन्न पुरातन आचार्य मान द्वारा जो नैसर्गिक कारक तत्व को लेकिन गोटे प्रेडिक्शन टेक्निक दि जाए मानसागरी पद्धति रे से गुड़ा को आम पढ़ुचे जे गोटे कुंडलीर संपूर्ण विचार कुंडली को संपूर्ण भाव में देखला पर ही जना पड़ी था ता पूर्व कौन निर्णय जजमेंट नेबा ठीक हेबो नाही किंतु जेहेतु आमे एस्ट्रोलॉजी रो बेसिक सेशंस गुडा को धीरे धीरे करूचे सेहित पई आमे सर्वप्रथमे से नैसर्गिक कारक तत्व गुडा को जानिबा आमे जानिचे जे प्रत्येक जो पंचांग रहिचे आगुरु पुरातन जुग रे पंचांगर महत्व बहुत थिला आगुरु पुरातन जुग रे जनरली एस्ट्रोलॉजी टा प्रेडिक्शन पई जते यूज न होउतला ताठो अधिक यूज होउतला मुहूर्त शास्त्र करिया पे मुहूर्त शास्त्र माने कोन धर गच्छ काटिबा ताले शुभ मुहूर्तटा कोन रहइबो କୋଉ ବାରରେ କୋଉ କାମ କଲେ ଭଲ ରହିବ କୋଉ ତିଥିରେ କୋଉ କାମ କରିବା ଉଚିତ ଶୁଭ କାମ ପାଇଁ କଣ ଖରାପ କାମ ପାଇଁ କୋଉ ତିଥି ଏଇ ସବୁ ବିଷୟରେ ସେ ମୁହୂର୍ତ୍ତ ଶାସ୍ତ୍ରରେ ୟୁଜ ହଉଥିଲା ସେ ମୁହୂର୍ତ୍ତ ଶାସ୍ତ୍ର ଗୁଡାକରେ ବହୁତ ବହୁତ ଜିନିଷ ରହିଛି ଯୋଉ ଯୋଉଗୁଡାକ ଆମେ ଧୀରେ ଧୀରେ ଆମେ ପଢିବା ଆଉ ପଢିଛେ ମଧ୍ୟ ଆଜି ଆମେ ପଢିବା ମାନସାଗରୀ ପଦ୍ଧତି ହିସାବରେ ମାସ ଜନ୍ମଫଳ ଆମେ ଜାଣିଛେ ଯେ କୌଣସି ମାସ ସନାତନ ଧର୍ମରେ ମାସଟା ଚୈତ୍ର ମାସରୁ ଆରମ୍ଭ ହୁଏ ଚୈତ୍ରକୁ ପ୍ରଥମେ ନିଆଯାଏ ଯଦି କୌଣସି ଲୋକ ଚୈତ୍ର ମାସରେ ଜନ୍ମ ହେଇଥାଏ ତାହେଲେ ସିଏ ସବୁବେଳେ ମାନସାଗରୀ ପଦ୍ଧତି କହୁଛି ସେ ସବୁବେଳେ ହର୍ଷଯୁକ୍ତ ଟିକେ ଅହଙ୍କାରୀ ସୁନ୍ଦର ସ୍ୱରୂପ ଏବଂ ଆଖିଟା ତାର ନାଲି ରହେ ଏବଂ ସବୁବେଳେ ସେ ରୋଷଯୁକ୍ତ ହୋଇଥାଏ ଏବଂ ସ୍ତ୍ରୀ ମାନଙ୍କ ପାଖରେ ଆସକ୍ତ ସ୍ତ୍ରୀ ମାନଙ୍କ ପାଇଁ ଆସକ୍ତ ହୋଇଥାଏ ଯଦି କୌଣସି ବ୍ୟକ୍ତି ବୈଶାଖ ମାସରେ ଜନ୍ମ ହୋଇଥାନ୍ତି ତାହେଲେ ସେ ମନୁଷ୍ୟ ଭୋଗୀ ଧନବାନ ପ୍ରସନ୍ନ ଚିତ୍ତ କ୍ରୋଧୀ ସୁନ୍ଦର ନେତ୍ର ବାଲା ସୁନ୍ଦର ରୂପ ବାଲା ଏବଂ ସ୍ତ୍ରୀ ମାନଙ୍କର ପ୍ରିୟ ହୋଇଥାଏ ଯଦି କୌଣସି ଲୋକ ଜ୍ୟେଷ୍ଠ ମାସରେ ଜନ୍ମ ହୋଇଛି ତାହେଲେ ସେ ଲୋକ ପରଦେଶରେ ବିଚରଣ କରିବା ବାଲା ପବିତ୍ର ହୃଦୟ ବାଲା ଧନବାନ ଦୀର୍ଘାୟୁ ଆଉ ସୁବୁଦ୍ଧି ବାଲା ହୋଇଥାଏ ଯଦି କୌଣସି ବ୍ୟକ୍ତି ଆଷାଢ ମାସରେ ଜନ୍ମ ନେଇଛି ପୁତ୍ର ପୌତ୍ର ଆଦି ସନ୍ତାନରେ ଯୁକ୍ତ ଧର୍ମାତ୍ମା ଏବଂ ତାର ଧନହାନିରୁ ପୀଡା ପାଇବାର ସମ୍ଭାବନା ଅଧିକ ଥାଏ ସୁନ୍ଦର ବର୍ଣ୍ଣ ଏବଂ ତାକୁ ସୁଖଟା ଏତେ ଭଲସେ ଫିଲ୍ ହୁଏ ନାହିଁ ଯଦି କୌଣସି ବ୍ୟକ୍ତି ଶ୍ରାବଣ ମାସରେ ଜନ୍ମ ହେଇଛନ୍ତି ତାହେଲେ କଣ ହବ ମଣିଷକୁ ବହୁତ ସୁଖ ଦୁଃଖ ଫିଲ୍ ହୁଏ ଆଉ ପ୍ରାୟତଃ ଶ୍ରାବଣ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିତ୍ୱ ମାନଙ୍କୁ ମାନେ ଆମେ ଦେଖିଛୁ ମାନସାଗରୀ ପଦ୍ଧତି ମଧ୍ୟ ଲେଖିଛି ସିଏ ହାନି ଲାଭରେ ପ୍ରାୟ ସମାନ ବୁଦ୍ଧି ରଖନ୍ତି ସେ ଗୋଟେ କମନ ଆପ୍ରୋଚ ରଖନ୍ତି ସେମାନଙ୍କ ଦେହ ଟିକେ ହେଲ୍ଦି ହେଇଥାଏ ଏବଂ ସୁନ୍ଦର ରୂପ ବାଲା ହେଇଥାଏ ଯଦି କୌଣସି ବ୍ୟକ୍ତି ଭାଦ୍ର ମାସରେ ଉତ୍ପନ୍ନ ହେଇଛନ୍ତି ବା ଜନ୍ମ ହେଇଛନ୍ତି ତାହେଲେ ସେ ତାଙ୍କର ଖୁସମିଜାଜ ବାଲା ରହନ୍ତି ଏବଂ ସବୁବେଳେ ବକର ବକର ହଉଥିବାର ତାଙ୍କର ସମ୍ଭାବନା ଥାଏ ସବୁବେଳେ କଥାବାର୍ତ୍ତା କେମିତି କରିବେ ପୁତ୍ରବାନ ସୁଖୀ ଆଉ କୋମଳ ବଚନ ବାଲା ଏବଂ ସୁଶୀଳ ହୋଇଥାନ୍ତି ଯଦି କୌଣସି ବ୍ୟକ୍ତି ଆଶ୍ୱିନ ମାସରେ ଜନ୍ମ ହୁଏ ତାହେଲେ ସୁନ୍ଦର ରୂପ ଆଉ ସୁଖରେ ଯୁକ୍ତ ଏବଂ ଆଶ୍ୱିନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ଜେନେରାଲି ଗୋଟେ ଥାଏ ସେମାନେ କବିତା ପ୍ରେମୀ ହେଇଥାନ୍ତି ଗୀତ ପ୍ରେମୀ ହେଇଥାନ୍ତି ପରମ ମାନେ ପବିତ୍ରତାର ଗୁଣ ତାଙ୍କ ଭିତରେ ଥାଏ ଏବଂ ସେ ବିଭିନ୍ନ ପ୍ରକାର ଗୁଣର ଅଧିକାରୀ ହୋଇଥାନ୍ତି ଏବଂ ତଥା କାମୀ ବି ମଧ୍ୟ ହୋଇଥାନ୍ତି ଯଦି କୌଣସି ଲୋକ କାର୍ତ୍ତିକ ମାସରେ ଜନ୍ମ ହୁଏ ତାହେଲେ ସେ ବ୍ୟକ୍ତି ଧନବାନ କାମୀ ମାନସାଗରୀ ପଦ୍ଧତି କହୁଛି ଟିକେ ତାଙ୍କର ବୁଦ୍ଧି କମ ଥାଏ ସେମାନେ ବୁଦ୍ଧି କମ ଏଠି ଆମେ ଏଇଆ ଇଣ୍ଟରପ୍ରିଟ କରିବା ସେମାନେ ହୃଦୟରୁ ଅଧିକା ଡିସିସନ ଅଧିକା ଦିଅନ୍ତି ଏବଂ ତାଙ୍କ ପାଖରେ ଯୋଉ ଜିନିଷ ଥିବ ସେ ଚାହିଁବେ କି ଦିନ ଆଣି ୟୁଜ ଚାଲ ଚାଲ ତାକୁ ବିକିଦବା ଠିକ ଅଛି ବହୁତ ଭଲ ହେଇଥାନ୍ତି ଏବଂ ଯୋଉମାନେ ତାଙ୍କୁ ଜଣା ଥାଏ କି ଯେ କୋଉ ଲୋକକୁ କୋଉ ଭଳି ଭାବରେ ହ୍ୟାଣ୍ଡେଲ କରିବେ ଠିକ ଅଛି ନା ଯଦି କୌଣସି ବ୍ୟକ୍ତି ମାର୍ଗଶିର ମାସରେ ଜନ୍ମ ହୋଇଥାନ୍ତି ତାହେଲେ ପ୍ରିୟ ବକ୍ତା ଧନୀ ଧର୍ମାତ୍ମା ବହୁତ ମିତ୍ର ବାଲା ପରାକ୍ରମୀ ଆଉ ପରୋପକାରୀ ହୋଇଥାନ୍ତି ଯଦି କୌଣସି ବ୍ୟକ୍ତି ପୌଷ ମାସରେ ଜନ୍ମ ହୋଇଥାନ୍ତି ତାହେଲେ ସେ ମନୁଷ୍ୟ ବୀର ବଡ ପ୍ରତାପୀ ଦେବତା ଆଉ ପିତରଙ୍କୁ ସିଏ ପ୍ରାୟତଃ ଏତେ କେୟାର କରନ୍ତି ନାହିଁ ଆଉ ଐଶ୍ୱର୍ଯ୍ୟ ଉପାର୍ଜନ କଲା ବାଲା ହେଇଥାନ୍ତି ଯଦି କୌଣସି ବ୍ୟକ୍ତି ମାଘ ମାସରେ ଜନ୍ମ ହୋଇଥାନ୍ତି ତାହେଲେ ସେ ବ୍ୟକ୍ତି ବୁଦ୍ଧିମାନ ଧନବାନ ବୀର ଏବଂ କଠୋର ଶବ୍ଦର ବକ୍ତା କାମୀ ଏବଂ ଯୁଦ୍ଧ ବେଳେ ମାନେ ଯେତେବେଳେ ଯୁଦ୍ଧ ବେଳେ ମାନେ କଣ ଯେତେବେଳେ ସବୁ ମାନେ ଟଫ୍ ସିଚୁଏସନ ଆସିଥିବ ଅଣ୍ଡର ପ୍ରେସର ସେମାନେ ବହୁତ ଭଲ କାମ କରନ୍ତି ଯୋଉ ବ୍ୟକ୍ତି
ଫାଲ୍ଗୁନ ମାସରେ ଜନ୍ମ ହେଇଥାନ୍ତି ସେମାନେ ଦେଖିବାକୁ ଗୋରା ହେଇଥାନ୍ତି, ପରୋପକାରୀ ହେଇଥାନ୍ତି, ଧନ ବିଦ୍ୟା ଆଉ ସୁଖରେ ଯୁକ୍ତ ହେଇଥାନ୍ତି ଏବଂ ବିଦେଶ ଭ୍ରମଣ କରିବା ବାଲା ହେଇଥାନ୍ତି। ତେବେ ଆଜିର ସେସନରେ ଆମେ ଜାଣିଲେ ଯେ 12ଟି ମାସରେ ଯଦି ଯୋଉ ମାସରେ ଯିଏ ଜନ୍ମ ହେଇଥିବ ସେ ମାସର ଜନ୍ମର ଫଳ କିଭଳି ଭାବରେ ହଉ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।